ଏ ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୁମିତ୍ରା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ମାଆଙ୍କ ପାଇଁ ଦଳା ଖେଚୁଡ଼ି ପ୍ରସ୍ତୁତି କରିବା। ସେଥିପାଇଁ ଆମେ ଚାଉଳ ଏବଂ ମୁଗ ଡାଲିକୁ ଭିଜେଇ ଦେଇଛେ। ତାକୁ ଭଲ ଭାବରେ ଧୋଇକି ଷ୍ଟ୍ରେନ୍ କରିଦେବା। ତାପରେ ଏପଟେ ଆମେ ଗୋଟେ ଡେକ୍ଚି ବସିବା, ସେଥିରେ ଘିଅ ଦେଇଦେବା, ଆଉ ସବୁ ଗୋଟା ମସଲା ଦେଇଦେବା, ଅଦା ବି ଟିକେ କୋରିକି ଦେଇଦେବା। ତାପରେ ଚାଉଳ ଆଉ ଡାଲିକୁ ଆମେ ଯେଉଁ ଭିଜେଇକି ରଖିଥିଲେ ତାକୁ ଏବେ ଦେଇଦେବା। ଦେଇକି ଭଲ ଭାବରେ ତାକୁ ଭାଜିବା। ଭାଜି ସାରିଲା ପରେ ସେଥିରେ ଆମେ ପାଣି ଦେଇଦେବା, ଗରମ ପାଣି ଦେବେ। ଚାଉଳ ଯେତିକି ନେଇଛନ୍ତି, ଜାଇ ଯେତିକି ନେଇଛନ୍ତି ତା'ର 2 ଗୁଣା ପାଣି ଦେବେ। ହଳଦୀ ଗୁଣ୍ଡ ଆଉ ଲୁଣ ଟେଷ୍ଟ ହିସାବରେ ଦେଇଦେବା। ଦେଇସାରିଲା ପରେ ଭଲ ଭାବରେ ତାକୁ ଘାଣ୍ଟିଦେବା। ଆଉ ଲାଷ୍ଟରେ ଦେଇଦେବା ଡାଲଚିନି ପାଉଡ଼ର, ଗୋଲମରିଚ ଗୁଣ୍ଡ। ଦେଇସାରିଲା ପରେ 5ରୁ 7 ମିନିଟ୍ ଭିତରେ ପ୍ରସ୍ତୁତ ହେଇଯିବ ଆମର ଦଳା ଖେଚୁଡ଼ି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି ନିଶ୍ଚୟ ରୂପେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଇନଷ୍ଟାଗ୍ରାମ, ଫେସବୁକରେ ଯଦି ଦେଖୁଛନ୍ତି ନିଶ୍ଚୟ ରୂପେ ସୁମିତ୍ରା ମିଶ୍ର ମୋର ଆଇଡି ଫଲୋ କରିବେ ଆଉ ଲାଇକ୍ କରିବେ। ତ ଜୟ ଜଗନ୍ନାଥ, ଧନ୍ୟବାଦ।